कारणं ब्रह्मणादि भुक्तिकारणं घटमध्ये प्रतिजय तस्मै श्री गुरवे नमः। আজি পবিত্র অক্ষয় তৃতীয়া। ଅକ୍ଷିମୁଠି ବିହନର ଅନୁକୂଳ ହୁଏ। ଆଜି କୃଷକମାନଙ୍କର ଗୋଟିଏ ପର୍ବ କହିଲେ ଅତୃପ୍ତି ହେବ ନାହିଁ। ପୁରାଣ ବର୍ଣ୍ଣିତ ସତ୍ୟଯୁଗର ଜନ୍ମ। ଏହି ପବିତ୍ର ସନ୍ଧ୍ୟାରେ ପ୍ରତ୍ୟେକ ଦିନ ତ ସନ୍ଧ୍ୟାରେ ଅଳ୍ପ ବହୁତ ସତ୍ସଙ୍ଗ ଅନୁଷ୍ଠିତ ହୁଏ, କିନ୍ତୁ ଆଜିର ଯେଉଁ ସନ୍ଧ୍ୟା ଇଏ ଏକ ସ୍ୱତନ୍ତ୍ର ସନ୍ଧ୍ୟା। ଏ ସନ୍ଧ୍ୟାରେ ଏଇ ଛୋଟିଆ ପରିସର ଭିତରେ ଆମେ ସମସ୍ତେ ଗୁରୁପ୍ରେମୀମାନେ ବସିଛନ୍ତି। ଯେଉଁମାନେ ବସିଛନ୍ତି ସମସ୍ତେ ଗୁରୁପ୍ରେମୀ। ଏଠି ରବିଶଙ୍କରଙ୍କର ଆକ୍ଟ ଅଫ୍ ଲିଭିଂର ଜଣେ ସାଧକ ତାପସ ବସିଛନ୍ତି। ପ୍ରାଚୀ ତଟର ପ୍ରାଚୀ ତୀର୍ଥର ନୟାହାଟସ୍ଥ ସମନ୍ୱୟୀ ସନ୍ଥ ପ୍ରେମାଚାର୍ଯ୍ୟ ମଧୁସୂଦନଙ୍କର ଜଣେ ଦାୟାଦ ଏବଂ ସେ ପ୍ରବକ୍ତା, ଭାଗବତ କଥା ପ୍ରବକ୍ତା ସେ ମଧ୍ୟ ବସିଛନ୍ତି। ଏବଂ ଆମ ଆଶ୍ରମ ତରଫରୁ ବହୁତ ସାଧକ ସାଧିକା ମାନେ ଏଠି ଅଛନ୍ତି, ମା' ମାନେ ବି ଅଛନ୍ତି। ଜଗନ୍ନାଥଙ୍କ ଦର୍ଶନ ଆସ ଆମେ ଭଲ ମଣିଷ ହେବା କଥାର ପ୍ରଚାରକ ଅରୁଣ ବାବୁ ଜଣେ ଜ୍ୟୋତିର୍ବିଦ, ସେ ମଧ୍ୟ ଆଶ୍ରମର ଶିଷ୍ୟ ହେଲେ ମଧ୍ୟ ସେ ମଧ୍ୟ ଏଠି ଅଛନ୍ତି। ତ ସତ୍ୟଯୁଗଟା ଆଉ କ'ଣ? ସତ୍ୟଯୁଗଟାକୁ ତ ଆମେ କେହି ଦେଖିନୁ, ନାଁଟା ଶୁଣିଛୁ ସତ୍ୟଯୁଗ। ବର୍ତ୍ତମାନ ଯେଉଁ ପରିବେଶଟିକୁ ଆପଣମାନେ ଦେଖୁଛନ୍ତି, ଏଇ ହେଉଛି ସତ୍ୟଯୁଗ। ଏ ଜୀବ ସତସଙ୍ଗ ବିନୁ ଲଭି ନ ପାରେ ବରତନ। ସେଇଆକୁ ଭାଗବତ କହନ୍ତି, ଏ ଜୀବ ସାଧୁ ସଙ୍ଗ ବିନୁ। ସାଧୁ କହିଲେ ଯେ କେବଳ ଜଟ ଜୁଟା ନାଲି ନେଳି ପୋଷାକ ଇତ୍ୟାଦି ଏସବୁ ସାଧୁତାର ଗୁଣ ନୁହେଁ। ଇଏ ଗୋଟେ ସାଧୁ ଭାବର ଗୋଟେ ଇଏ ହେଉଛି ଗୋଟେ ଅଂଶ। କିନ୍ତୁ ନିଜକୁ ଧୌତ ଯେଉଁମାନେ କରିପାରିଛନ୍ତି, ଯାହାର ଆଖିରେ ଗୁରୁଙ୍କର ଆଖି ବା ଚକାନୟନଙ୍କ ଆଖି ନାଚି ଉଠେ, ଯାହାର କର୍ଣ୍ଣରେ ଶାସ୍ତ୍ରବାଣୀ ଗୁରୁବାଣୀ ଗୁରୁଜନଙ୍କ ବାଣୀ ତା କର୍ଣ୍ଣରେ ସବୁବେଳେ ଶୁଭୁଥାଏ, ଯାହାର ମୁଖରେ ଗୁରୁଙ୍କର ନାମ କୀର୍ତ୍ତନ ସ୍ତବ ସ୍ତୋତ୍ର ସହିତ ସୁମଧୁର କଥା ବିନୟର କଥା ଯାହାର ମୁଖରୁ ଭାସି ଆସେ ଏବଂ ସାତ୍ଵିକ ଭୋଜନରେ ଯେଉଁମାନେ ମନୋବୃତ୍ତି ଦିଅନ୍ତି, ସେଇମାନେ ହେଉଛନ୍ତି ସାଧୁ। ତା ସହିତ ସାଧୁ ହେଉଛନ୍ତି ମଳୟ ପବନ। ମଳୟ ପବନ ତାକୁ ବ୍ୟାଖ୍ୟା କରୁନି, କାରଣ କାର୍ଯ୍ୟକ୍ରମ ବହୁତ ଅଛି। ଯେଉଁମାନେ
ଯେଉଁମାନଙ୍କ ନାସାରେ ହଂସ ବୋଲି ଶବ୍ଦ ନିଶ୍ୱାସ ଦ୍ୱାରା ପ୍ରବାହିତ ହେଉଛି। ହକାରଣେ ବହିରି ଜାତି ସକାରେ ଶକ୍ତି ସମ୍ଭବା ହଂସ ହଂସ କରଦ୍ୱୟ ଜୀବ ଜପତି ସର୍ବଦା। ସେଇ ହେଉଛନ୍ତି ସାଧୁ। ଏଇଭଳି ଭାବରେ ଯାହାଙ୍କର ମସ୍ତକରେ ରହିଛି ଅଖଣ୍ଡ ମଣ୍ଡଳାକାରଂ ବ୍ୟାପ୍ତଂ ଯେନ ଚରାଚରಂ ତତ୍ପଦଂ ଦର୍ଶିତଂ ଯେନ ତସ୍ମୈ ଶ୍ରୀ ଗୁରବେ ନମଃ। ତେଣୁ ଗୁରୁମୁଖୀ ହେବା ସବୁଠାରୁ ସାଧୁତାର ଲକ୍ଷଣ। ଭାଗବତ ପଢ଼ିଦେଲେ କେହି ଭାଗବତର ତତ୍ତ୍ୱକୁ ବୁଝିଯାଆନ୍ତି, ସେଇଟା ଆମେ ପ୍ରମାଣ କରିପାରିବା ନାହିଁ। ଯେତେବେଳେ ସେ ବୁଝନ୍ତି ଇଏ ସର୍ବକୃଷ୍ଣର ଶରୀର, ଜନ୍ତୁଙ୍କ ବାହ୍ୟ ଅଭ୍ୟନ୍ତର, ଏଇ କଥାଟାକୁ ଯେତେବେଳେ ସେ ବୁଝନ୍ତି ଇଏ ସର୍ବକୃଷ୍ଣର ଶରୀର, ତେଣୁ ତାଙ୍କୁ ସବୁ କୃଷ୍ଣମୟ ବୋଲି ଦେଖାଯାଏ। ଯିଏ କୃଷ୍ଣ ସିଏ ହିଁ ରାମ। ଗୀତାରେ କହିଛନ୍ତି ମୁଁ ହେଉଛି ଶସ୍ତ୍ରଧାରୀମାନଙ୍କ ମଧ୍ୟରେ ରାମ। ତେବେ ମୋଟାମୋଟି ସତ୍ୟଯୁଗ ହେଉଛି ପରସ୍ପର ଭିତରେ ଭଲ ପାଇବା। ଆମର ଭାଗବତ ସବୁ ପଢ଼ିଲା ବାଲା ପିଲାମାନେ, ଆଶ୍ରମର ସାଧକମାନେ ଏଠି ବସିଛନ୍ତି। ଆତ୍ମାକୁ ଆତ୍ମା ଯେବେ ସ୍ମରେ ପରମ ଆନନ୍ଦେ ବିହରେ। ଏଇ ଯେଉଁ ସତ୍ସଙ୍ଗଟି ଏଠି ଅନୁଷ୍ଠିତ ହେଇଛି, ଏଠି କେହି କାହାକୁ ନିମନ୍ତ୍ରଣ କରିନାହିଁ, ସମସ୍ତେ ଆସି ପହଞ୍ଚିଗଲେ। ଆଜି ପବିତ୍ର ଅକ୍ଷୟ ତୃତୀୟା, ସତ୍ୟ ଯୁଗର ଜନ୍ମ। ତେଣୁ ଯେଉଁମାନେ ସତ୍ୟର ସାଧକ, ସତ୍ୟର ଚିନ୍ତକ, ସତସଙ୍ଗୀ, ସେଇମାନେ ଯଦି ପୁଣ୍ୟ ପାଇବାକୁ ଇଚ୍ଛା କରୁଛ, ପୁଣ୍ୟାମ୍ଭୋରି ବିଘଟିନି ବିଘଟିତଂ ସତ୍ସଙ୍ଗ ମୂଲୋତ୍ତମା ସଦା ପଲ୍ଲବିନୀ ବିରକ୍ତି କଳିକା ପ୍ରେମ ପ୍ରସନ୍ନର ଜଳା। ଯେଉଁଠି ଭଲ ପାଇବା ରହିଛି, ଯେଉଁଠି ସତ୍ୟ ପାଇଁ ଆମେ ସାଧନା କରୁଛୁ। ଆଜି ଆମ ଦେଶ ଅଶାନ୍ତିରେ ପୂର୍ଣ୍ଣ ହେଇଛି, ଭୟରେ ପୂର୍ଣ୍ଣ ହେଇଛି। ଖାଲି ଆମ ଦେଶ ନୁହେଁ, ଆଜି ଆମର ହିନ୍ଦୁସ୍ତାନ ପାକିସ୍ତାନ ଭିତରେ ଯେଉଁ ଅଶାନ୍ତି ସୃଷ୍ଟି ହେଇଛି, ବର୍ତ୍ତମାନ କେତେ ନିରୀହ ଲୋକମାନେ ଆଜି ମାନେ ନିଃଶବ୍ଦରେ ସୀମାନ୍ତ ଅଞ୍ଚଳର ଲୋକମାନେ ଅଛନ୍ତି। ଆମେ ତ ତାଠୁ ବହୁ ଖୁସିରେ ଅଛୁ, କିନ୍ତୁ ସେମାନଙ୍କର ସତଚିନ୍ତା, ତାଙ୍କ ପାଇଁ ଆଜି ଆମର ସତଚିନ୍ତା ରହିବା ଦରକାର। ସର୍ବେ ଭବନ୍ତୁ ସୁଖିନ ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭାଗ ଭବେତ୍। ତେଣୁ ଆଜିର ଦିନରେ ଆମେ ପ୍ରାର୍ଥନା କରିବା ଦରକାର। କାଳେ ବର୍ଷନ୍ତୁ ପର୍ଜନ୍ୟୁ ପୃଥିବୀ ଶସ୍ୟଶାଳିନୀ। ପୃଥିବୀ ଶସ୍ୟ ଶ୍ୟାମଳା ପୂର୍ଣ୍ଣ ହଉ। ବର୍ଷନ୍ତୁ ମେଘା ସମୟୋପଯୋଗୀ। ଠିକ୍ ସମୟରେ ବର୍ଷା ହଉ। ଶେଷରେ ସର୍ବେ ଭବନ୍ତୁ ସୁଖିନ। ଏତିକି କହି ଆପଣମାନ କଥା ଆମେ ଆଜି ଏଇଠି ରଖିବା, ବିଶ୍ରାମ ଦେବା। ପୁଣି ଆମର ଅନ୍ୟାନ୍ୟ କାର୍ଯ୍ୟକ୍ରମ ସବୁ ରହିଛି। ଜୟ ଗୁରୁ, ଜୟ ଜଗନ୍ନାଥ, ଜୟ ଜୟ ରାଧାରାମ।
जय श्री राम।